NCERT ବହିରେ ଅଲଚିକି ଲିପି ବଦଳରେ ଦେବନାଗରୀ ଲିପିରେ ବହି ଛପା ହୋଇଥିବାରୁ AIOSU ତରଫରୁ ଦାବିପତ୍ର ପ୍ରଦାନ। ଭାରତ ସରକାର କେଜିରୁ ପିଜି ପାଠ୍ୟକ୍ରମ ପାଇଁ NCERT ବହିରେ ଅଲଚିକି ଲିପି ବଦଳରେ ଦେବନାଗରୀ ଲିପିରେ ବହି ଛାପିଥିବାରୁ ସର୍ବଭାରତୀୟ ଅଲଚିକି ଛାତ୍ର ସଂଗଠନ AIOSUର ସଭାପତି ଶିରୁ ସୋରେନ, ଉପଦେଷ୍ଟା ନନ୍ଦ କିଶୋର କିସ୍କୁ, ଡକ୍ଟର ମାଝ ମୁର୍ମୁ, କାହ୍ନୁଚନ୍ଦ୍ର ସୋରେନ, ଦୁର୍ଗା ଟୁଡୁ, ମାଝିଆ ମାଝି ସହିତ ସାଧାରଣ ସମ୍ପାଦକ ସୀତାରାମ ଟୁଡୁ ଗତ 9/7/2026 ତାରିଖ ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ନୂଆଦିଲ୍ଲୀର ଚୈତନ୍ୟପୁର ଲକ୍ଷ୍ମଣ ହାଁସଦା ତଥା ବନାରସର ଧନେଶ୍ୱର ହାଁସଦା ପ୍ରମୁଖ ଆର୍ଥିକ ସହଯୋଗ କରିଥିଲେ। ଗତ 13/7/2026 ତାରିଖ ଦିନ NCERT ଅଫିସ ଯାଇ NCERTର ଡାଇରେକ୍ଟର କୁମାର ସାକ୍ଲାନି ଅମରେନ୍ଦ୍ର ପ୍ରସାଦ ସାର୍ଙ୍କୁ ଦେଖା କରି ଏହାର ଘୋର ବିରୋଧ କରିଥିଲେ ଓ ଦାବିପତ୍ର ଦେଇଥିଲେ ଏବଂ ଅଲଚିକି ଲିପିରେ ବହି ଛାପିବା ପାଇଁ ଅନୁରୋଧ କରିଥିଲେ। ସାର୍ ନୂଆଦିଲ୍ଲୀରୁ ଆଜି ରାଇରଙ୍ଗପୁର ଫେରିଛନ୍ତି। ତାଙ୍କୁ ରାଇରଙ୍ଗପୁର ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା। ତାଙ୍କର ଏହି ମହତ୍ କାମ ପାଇଁ ଆଦିବାସୀ ସମାଜର ନେତୃମଣ୍ଡଳୀଙ୍କୁ ମୁଚିରାମ ହେମ୍ବ୍ରମ, ସାଇବା ସୁଶୀଲ କୁମାର ହାଁସଦା, ମନୋରଞ୍ଜନ ହାଁସଦା, ଦୁର୍ଗାଚରଣ ମୁର୍ମୁ, ସୁନୀଲ ସୋରେନ, ଭାଗବତ ମାଝି, ଇନ୍ଦ୍ର ହାଁସଦା, ମାରାମଗୁରୁ ମାଝି, ବାରିସା ସୋରେନ ତଥା ଅନେକ ଶୁଭାକାଂକ୍ଷୀ ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।